କରୁଛୁ। ଯେତେ ଲୋକ ଏ ପୃଥିବୀରେ ଶିକ୍ଷା ଦଉଛନ୍ତି, କଥା କହୁଛନ୍ତି, ପ୍ରବଚନ ଦଉଛନ୍ତି, ଅନେକ ଲୋକଙ୍କୁ ବିଭିନ୍ନ ଗୋଷ୍ଠୀ ବିଭିନ୍ନ ଧର୍ମ ଲୋକମାନଙ୍କୁ ସେମାନେ ନିଜ ନିଜ ଧର୍ମ ନିଜ ନିଜ ଗୋଷ୍ଠୀ ଲୋକମାନଙ୍କୁ କଥା କହୁଛନ୍ତି, କେବଳ ଉପଦେଶ ଅବା ଉପକାର ଏ କଥାକୁ ଦେଖିବା। କାରଣ ଗତ ରବିବାର ସାକ୍ଷ୍ୟକୁ ନେଇ ଆଜି କହିଥିଲି ମୁଁ କେବଳ ପଢିବା ରୋମିଓ 2 ପର୍ବ ତାର 21 ପଦ। ରୋମିଓ ତାର 2 ପର୍ବ 21 ପଦ ପଢା କଣ ଲେଖା ଯାଉଛି? ପରକୁ ଶିକ୍ଷା ଦଉଛ ଯେ ତୁମ୍ଭେ କଣ ଆପଣାକୁ ଶିକ୍ଷା ଦଉନା? ଏ କଥା ପ୍ରଭୁଙ୍କର ଦାସ ଅତି ସ୍ପଷ୍ଟ ଭାବରେ କହୁଛନ୍ତି। ପରକୁ ଶିକ୍ଷା ଦେବା ବହୁତ ସହଜ, ଅନ୍ୟକୁ କଥା କହିବା ବହୁତ ସହଜ ସାଙ୍ଗୁଳୁଛି, କିନ୍ତୁ ନିଜକୁ କଣ ଶିକ୍ଷା ଦଉନା? ପରକୁ ଶିକ୍ଷା ଦେବା ଆଉ ନିଜେ ତାହା ନ କରିବା ସାଂଘାତିକ ବିଷୟ, ଅତି ସାଂଘାତିକ। ସେଥିପାଇଁ ଯେଉଁମାନେ ଶିକ୍ଷା ଦିଅନ୍ତି ସେମାନେ ବହୁତ ସାବଧାନ ହେବା ଦରକାର। କାରଣ ଯାକୋବ ପୁସ୍ତକରେ ଲେଖାଯାଏ, ଶିକ୍ଷକ ଯେ ତୁମ୍ଭେମାନେ ଗୁରୁତ୍ୱର ଦଣ୍ଡ ପାଇବ। ବୋଧେ 2 ପର୍ବ 1 ପଦ ଯାକୋବ। ଶିକ୍ଷକ ଯେ ତୁମ୍ଭେମାନେ ଗୁରୁତ୍ୱର ଦଣ୍ଡ ପାଇବ। ତ ଗୁରୁତ୍ୱର ଦଣ୍ଡ ନ ପାଇବା ପାଇଁ ଆମମାନେ ନିଶ୍ଚିତ ଭାବରେ 3:1 କଣ ଲେଖା ଯାଉଛି? ନିଜ ବିଷୟରେ କହୁଛନ୍ତି, ନିଜ ଗୋଷ୍ଠୀ ନିଜ ଧର୍ମର ଲୋକମାନେ ଯେଉଁମାନେ ତାଙ୍କ ସାଥିରେ ଚାଲୁଛନ୍ତି ସେ କଥା ସେ କହୁଛନ୍ତି। ଶିକ୍ଷକ ଯେ ତୁମ୍ଭେମାନେ ଗୁରୁତ୍ୱର ଦଣ୍ଡ ଆମମାନେ ପାଇବା ଆମେ ଯଦି ଶିକ୍ଷା ଦଉଛୁ, ଯଦି ନିଜେ ନ କରୁ। ସେଥିପାଇଁ ମୁଁ ଶୀର୍ଷକ ଦେବି କେବଳ ଉପଦେଶ ଅବା ଉପକାର। ଯଦି ଉପକାର କିଛି କରିପାରିବୁ ନାହିଁ, ଆଉ କୋଉମାନେ ଉପକାର କରିପାରିବେ? ଯେଉଁମାନେ ଉପଦେଶ ଗ୍ରହଣ କରି ନିଜେ ସେ ପ୍ରକାର ହେଇଛନ୍ତି, ସେମାନେ ଅନ୍ୟର ଉପକାର କରିପାରିବେ, ନହେଲେ କରିପାରିବେ ନାହିଁ। ସେ ଯାକୋବ 2 ପର୍ବ ତାର 14 ପଦ ପଢ କଣ ଲେଖା ଯାଉଛି? ଯଦି କର୍ମ ନ କରିବ, ଉପକାର କରିବା ପାଇଁ କର୍ମ କରିବା ଦରକାର। କର୍ମ ସହିତ ଅନେକ ଅର୍ଥ ମଧ୍ୟ ଖର୍ଚ୍ଚ ହେବା ଦରକାର, ଅର୍ଥ ବ୍ୟୟ କରିବା ଦରକାର। ନିଜର ଖାଦ୍ୟକୁ କାଟିକି ଅନ୍ୟମାନଙ୍କୁ ପରିତୃପ୍ତ କରିବା ଦରକାର। ଏ କଥା ଆବଶ୍ୟକତା ଅଛି। 13 ପଦ ପଢ କଣ ଲେଖା ଯାଉଛି? ଯଦି ଦୟା କରିବ ନାହିଁ, କେବଳ ଉପଦେଶ ଦେବ, ନିର୍ଦୟ ରୂପେ ବିଚାରିତ ହେବ। ଅନ୍ୟମାନଙ୍କର ଜୀବନରେ ଯାହା ହେଇନି ତମ ପ୍ରତି ତାହା ହିଁ ଘଟିବ। ନିର୍ଦୟ, ପ୍ରଭୁ ସେତେବେଳେ ନିର୍ଦୟ ହେଇଯିବେ। ଆଉ ଖାଲି ପରକୁ ଉପଦେଶ ଦେବା, କିଛି ଉପକାର କରିବା ନାହିଁ, ଏ କଥା ସମସ୍ତେ କରିପାରନ୍ତି, କିନ୍ତୁ ଆପଣ ମୁଁ କରିପାରିବେ। ଯଦି କହୁଛୁ ଅନ୍ୟକୁ, ତାର କିଛି କାମ କରିବା ଦରକାର। 15 ପଦ ପଢ କଣ ଲେଖା ଯାଉଛି? ଯଦି ଜଣେ ଭାଇ ବା ଭଉଣୀ ବସ୍ତ୍ର ଓ ଦୈନିକ ଖାଦ୍ୟହୀନ ହୁଏ, ଆଉ ତୁମମାନଙ୍କ ମଧ୍ୟରୁ କେହି ତାହାକୁ ଶରୀରର ପ୍ରୟୋଜନୀୟ ଦ୍ରବ୍ୟ ବୁଝି ନ ଦେଇ କୁହେ, ଉଷ୍ଣ ଓ ତୃପ୍ତ ହୋଇ କୁଶଳରେ ଯାଅ, ତେବେ ସେଥିରେ କି ଲାଭ? ତାର ଦରକାର ହଉଛି ଖାଦ୍ୟ, ନ ଖାଇଲେ ବିଚାରାଟେ ମରିଯିବ। ତାର ଦରକାର ହଉଛି ବସ୍ତ୍ର, ନହେଲେ ଲୋକମାନେ ତାର ଉଲଙ୍ଗତା ଦେଖିବେ। ଆଉ କିନ୍ତୁ ତୁମେ କହିବ, ପ୍ରାର୍ଥନା କରିଦେବ, ଯାଅ, ଉପଦେଶ ଦେଇଦେବ, ଯାଅ, ନାଇଁ ହେଇପାରିବ, ଖର୍ଚ୍ଚ କରିବାକୁ। ଆଉ ଯଦି ଶିକ୍ଷା ଦଉଛ, ଏହା ଯଦି କରୁନା, ତାହେଲେ କି ଲାଭ? ଗୁରୁତ୍ୱର ଦଣ୍ଡ ପାଇବ। ଉପଦେଶ ଅବା ଉପକାର। କାହିଁ କହିଲେ କଥା? ଆଜି ବି ସେ ଲୋକଟି ଆସିଥିଲା, ଗରିବ ଲୋକଟି, ତା ନାଁ ମୁଁ ଜାଣିନି,
କିନ୍ତୁ ଏଠିକାର ସମସ୍ତଙ୍କୁ ନା କହିବୁ। ମୋର ସାଙ୍ଗ ମାନସ ବେହେରା, ତାକୁ ଯେତେବେଳେ ମୁଁ ଗୋଟିଏ କଥା କହିଥିଲି ତାକୁ ଏଇ କବିତା ବିକାଶ ଅଷ୍ଟମୀ ଗୋଟେ ବର୍ଷ ତଳେ ତାର ବାପା ବଞ୍ଚିଥିଲା ଗୋଟେ LIC କରାହେଇଥିଲା ତା ପାଇଁ ଏମାନଙ୍କ ପାଇଁ, କିନ୍ତୁ ନମିନି ତାର ବାପାକୁ ରଖା ହେଇନଥିଲା। ଯଦି ନମିନି ରଖା ହେଇଥାନ୍ତା ତାହେଲେ ଏମାନେ ଅଜସ୍ର ପଇସା ପାଇଥାନ୍ତେ ନା ମରିଗଲା ପରେ। ଆଉ ଲୋକମାନେ ବି କହିଥାନ୍ତେ ଏଇଥିପାଇଁ ଗୋଟେ ବର୍ଷ ପୂର୍ବରୁ କରିଥିଲ ସ୍ୱାମୀକୁ ବାପାକୁ ମାରିବା ପାଇଁ, ଏସବୁ ବିଷୟ ହେଇଥାନ୍ତା। କିନ୍ତୁ ଦେଖ ପ୍ରଭୁ କି ପ୍ରକାର ଚିନ୍ତା ଦେଇଛନ୍ତି, ଯେହେତୁ ସେ ଠିକ ଢଙ୍ଗରେ ଠିକ ଭାବରେ ଚାଲୁ ନଥିଲା, କାଳେ ଅଡୁଆ ତଡୁଆ ହବ ବୋଲି କହି ତାର ବାପାକୁ ଆମେ ନମିନି ରଖିନଥିଲୁ, କାରଣ ସବୁ ପଇସା ତ ସେ ଚଳି କରୁଥିଲା। ଆଉ ସେଇ ଲୋକଟି ଆଙ୍କର ଗୋଟେ ବର୍ଷ ଏମାନେ ଦେବେ ପୁଣି, ଆଉ ଯେତେବେଳେ ସେଇ ସମୟରେ ଦେବାକୁ ହଉଛି ସେ ମାନସ ବେହେରା ତାଙ୍କୁ କଥା କହୁ ମତେ କହିଲା ଭାଇ ମୁଁ ଆଉ ଗାଡି ଦାୟିତ୍ୱ ନେଇପାରିବି। ମୁଁ କାହିଁକି କଣ ହେଲା, କଣ ଅସୁବିଧା ହେଲା? ନାଇଁ ସେ ସିଧାସଳଖ ସେ ସାର୍ ତ ସାଙ୍ଗରେ କଥା ହଉନାହାନ୍ତି, ମତେ କହୁଛନ୍ତି ଏମିତି କହୁଛନ୍ତି। ମୁଁ କଣ ନା ଭାଇ କହନା ଗୋଟେ ଗରିବ ଲୋକଟି ମାଛବାଲାଟି ତା ପାଖରୁ ମାଛ କିଣୁଥିଲି, ଆଉ ସେପଟୁ ଜଣେ ପିଲା ଆସିଲା ଆଉ ସେଠି ଠିଆ ହେଲା ଆଉ ମତେ କହିଲା ସାର୍ ମୁଁ ଟିକେ ନେଇଥାନ୍ତି ମାଛ। ଆରେ ମାଛବାଲା ତ ଠିଆ ହେଇଛି, ତୁ ତ ନବୁ, ଆଉ ମତେ କହୁଛୁ ହଁ ମୁଁ ଟିକେ ନେଇଥାନ୍ତି। ଆପଣ ଟିକେ କହିଲେ 3 କେଜି ମାଛ ନେଇଗଲା ତା ପାଖରୁ, ଇଏ ଦେଇଦେଲା। ଆଉ ଦେଇଦେବା ପରେ ସେ କହିଲା ତା ଘର ସେ ଗିର୍ଜାବାଡ଼ି ପାଖରେ, ତ ସେଠି କରିବୁ। ସେ ଘର ତାକୁ 300 ଟଙ୍କା ଦେଲା, ଆଉ 120 ଟଙ୍କା ଦଉନି ଅନେକ ଦିନ ହେଲା। ମିଟୁ କୋ ମିଟୁ ସାହୁ, ହଁ ଅଶୋକ। ସେ କହିଲା ଅଶୋକର ପୁଅ। ମୁଁ କହିଲି ଅଶୋକ କି ଅଶୋକ? କହିଲା ତୁ ଜାଣିଛୁ ଅଶୋକ, ତୁ ତା ସାଇନା କଣ କହିଲୁ? ଅଶୋକ କି ତାପରେ ମୁଁ କହିଲି ଖ୍ରୀଷ୍ଟିଆନ କି ରେ? କହିଲା ହଁ ବା ଖ୍ରୀଷ୍ଟିଆନ ଟାଉଟର। ମୁଁ ସେ ଦେଇଦେଲୁନି ତାକୁ ଭାଇ ପଇସାଟା, ଗରିବ ଲୋକଟା। ନା ସିଏ ମାଛ ଖାଇବ ମୁଁ କେତେ ଦେବି? କହିଲା ଆଜି ବି ସେ ମାଛ ବାଲା ଆସିବ। ମୁଁ କହିଲି ତାକୁ ଟିକେ ପଠେଇଦେବୁ ମୋର, ତାପରେ ମୋ ପାଖକୁ ପଠେଇଦେବୁ। ଆଉ ନା ତୁ ମାଛ ନେବୁ କି? ମୁଁ ମାଛ ନେବି, ତା ପଇସା ବି ଦେଇଦେବି। ସିଏ ମାଛ ଖାଇବ, ତୁ କାହିଁ ପଇସା ଦେବୁ? ମାନେ ତୁ ପଠେଇଦେବୁ। ସେ ଆସିଲା, ତାକୁ ଦେଇଦେବି। ଆଉ କହିଲି ଯାଇକି ତାକୁ କହିବ ତାଙ୍କ ଘରେ ଯେତେବେଳେ ଯିବ ପଇସା ମାଗିବ, ପଇସା ଦେଲେ ସେ ପଇସାଟା ମତେ ଦେଇଦେବ। ମତେ କହିଲା ଆଜ୍ଞା ଆପଣ ତାଙ୍କର ବନ୍ଧୁବାନ୍ଧବ। ମାନେ ବନ୍ଧୁବାନ୍ଧବ ଆଉ ତମେ ଯାଇକି ମାଗିବ ପଇସା, ଆଉ ସେ ଦେଇଦେଲେ ମତେ ଆଣିକି ଫେରେଇ ଦେବ। ଯଦି ନ ଦେଲା ତାକୁ କହିବ ସେ ସାର୍ ଦେଇ ଦେଇଛନ୍ତି ସେଇଟା ସାର୍। ତାକୁ ଟିକେ ଲାଜ ଲାଗିବା ଦରକାର। ଦେଲେ ଦେବେ ନ ଦେବେ ନାହିଁ, କେବଳ ଉପଦେଶ ନା ଉପକାର? ସେଇଥିପାଇଁ ଶୀର୍ଷକ ମୁଁ କେବଳ ଉପଦେଶ ଦଉଛୁ ନା ଉପକାର? ସେ ଜାଣିଛି କି ନା ଜାଣି? ଆଜି ସେ ମାଛ ବାଲା ଯେତେବେଳେ ମୁଁ ଜବରଦସ୍ତି ଯାଇକି ନେଲୁ, ମୁଁ କହିଲି ପଇସା ଦେଲା, କହିଲା ଆଜ୍ଞା ପଇସା ତ ଦେଲା ଦେଇନି, ମୁଁ ଆଉ ଯାଇନି ତା ଘରକୁ। କିନ୍ତୁ ଆଜ୍ଞା ବାଟରେ ଦେଖା ହେଇକି ସମସ୍ତଙ୍କୁ କହୁଛି ଏ ଟାଉଟର ଲୋକଟା ପାଖରୁ କେହି ମାଛ ନବୁ, ଇଏ ଯାହା କୁହେ ସିଏ କରେନି। ଏ କଥା କହିବାର କାରଣ, ଆମେ ଯଦି ପ୍ରଭୁଙ୍କର ନାମରେ ଉପଦେଶ ଦଉଛୁ, ଗିର୍ଜାକୁ ଯାଉଛୁ, ଲୋକମାନଙ୍କୁ ପରିବର୍ତ୍ତନ କରିବା ଦାୟିତ୍ୱ ଆମର। କେମିତି ପରିବର୍ତ୍ତନ କରିବା? ଏମିତି। ଆଉ ଯଦି ସେ ମୋର ବିଶ୍ୱାସୀ ତାର କିଏ ହେଇଥାନ୍ତେ ବା, ସେମାନେ ନିଶ୍ଚିତ ପରିବର୍ତ୍ତନ ହେଇଥାନ୍ତେ। କେବଳ ଉପକାର କରିଦେଲେ ହବ ନା। ଉପକାର ସଠିକ ଢଙ୍ଗରେ ସେ ମାଛବାଲାଟି କହୁଥିଲା ଆଜ୍ଞା ମୋର ଏମିତି ଅନେକ ମାରି ଦେଇଛନ୍ତି ଆଜ୍ଞା। ମୁଁ କହିଲା ନା ଦେବନି, ଈଶ୍ୱରରୁ ଆଶୀର୍ବାଦ ପାଇବନି ଜମା। ଟାଉଟର ଗୁଡାକୁ ତମେ ଦେଲେ କଣ ଲାଭ ହବ? ନା ଆଜ୍ଞା ମଦ ତ ଖାଇଲା, ସେ ଭିତରେ ନାଇଁ ପଡ଼ିଲା।
ମାନେ ତ ମଦୁଆଙ୍କୁ ଦଉଛୁ କାହିଁକି? ଯଦି ତମେ ଏଇ ପଇସାକୁ ଜଣେ ଭିକାରୀଟି ଯାଉଛି ସେ ବିଚରା ଗଲେ ରାନ୍ଧିକି ମୁଠେ ଖାଇବ, ତାକୁ ଯଦି ଗୋଟେ ମାଛ ଦେଇଦବ ଆଶୀର୍ବାଦ ପାଇବ। ଆଉ ଏ ଲୋକଙ୍କୁ ଦିଅ ନା। ଆଜି ମୁଁ ପଚାରିଲି ଦେଲା କି ସେ? ନାଇଁ ଆଜ୍ଞା ଯାଇନି, ଆଉ ସେ ପ୍ରକାର ତ କହିଲା। ହଉ ଠିକ ଅଛି। ତେବେ କଥା ହଉଛି ରବି ତାର 2 ପର୍ବ 21 ପଦ ଯାହା ପଢିଲୁ, ପରକୁ ଶିକ୍ଷା ଦଉଛ ଯେ ତୁମ୍ଭେ ମାନେ ଯୋଉମାନେ ଶିକ୍ଷା ଦଉଛ, ଆଉ ଖ୍ରୀଷ୍ଟିଆନ ଲୋକ ବହୁତ ଶିକ୍ଷା ଦିଅନ୍ତି, ବହୁତ କଥା କୁହନ୍ତି ଲୋକମାନଙ୍କୁ। ଆମ ପ୍ରଭୁ ଠିକ ବୋଲି କୁହନ୍ତି, ଆମର ବିଶ୍ୱାସ ଠିକ ବୋଲି କୁହନ୍ତି। ପରକୁ ଯେ ଉପଦେଶ ଦଉଛ, ନିଜକୁ କଣ ଦଉନା? ଆଉ ସେ ଯାକବ ତାର 2 ପର୍ବ 16 ପଦ ପଢ, କଣ ଲେଖା ଯାଉଛି? ଆଉ ତୁମମାନଙ୍କ ମଧ୍ୟରୁ କେହି ତାହାକୁ ଶରୀରର ପ୍ରୟୋଜନୀୟ ଦ୍ରବ୍ୟ କିଛି ନ ଦେଇ କୁହେ, ଉଷ୍ଣ ଓ ତୃପ୍ତ ହୋଇ କୁଶଳରେ ଯାଉଥିବେ, ସେଥିରେ କି ଲାଭ? ଯଦି ସେ ମାଛ ବାଲା ନେଇକି ମୁଁ ବଢିଆ ପ୍ରବଚନ ଗୋଟେ ଦେଇଥାନ୍ତି, ତାକୁ କହି ମୁଁ କହିଲି ଏଠି ପ୍ରବଚନ ମୁଁ ଦିଏ ତ ସେ ବୁଝି ପାରିଲାନି। ତାପରେ ଖୋଲା ହେଇକି ଦେଖିଲା, ଖୋଲା ହେଇକି ଦେଖିବାରୁ କହିଲା ଆଜ୍ଞା ପୁରା ଗୋରା ହେଇକି ଜଣେ ଲୋକ କୁଣ୍ଡପୁରର। କେତେ ଗୋରା ହେଇଛନ୍ତି? ପୁରା ଗୋରା ହେଇ ନା ମୋଠୁ ସେ ନିଅନ୍ତି ମାଛ। ମୁଁ ବୁଝିପାରୁନି। କହିଲେ ଆଜ୍ଞା ସିଏ ବି ଚର୍ଚ୍ଚ ଯାଆନ୍ତି, ଚର୍ଚ୍ଚରେ କିଏ ଅଛି? ମୁଁ କହିଲି ସୁଶାନ୍ତ ଗିରି। ସେ ମାଛ ନିଅନ୍ତି, ଭାରି ଭଲ ଲୋକ। ମାନେ ଦେଖ ମୁଁ କହିନି ତାକୁ କିଛି, ଖାଲି ପ୍ରବଚନ କଥା କହିଲି। ସିଏ ହିସାବରେ ଜାଣିଦେବ ଇଏ ଖ୍ରୀଷ୍ଟିଆନ ନେଇ। ପରକୁ ଉପଦେଶ ଦଉଛ ଯେ ତୁମେ ମାନେ ନିଜକୁ କଣ ଦଉନା? ଯଦି ନିଜେ ତୁମେ କରିବ ତାହେଲେ ଅନ୍ୟକୁ କହିପାରିବ। ଆମ କାହା ସାଙ୍ଗରେ ପାଟିତୁଣ୍ଡ କରିବାର ନାହିଁ, ପଚାରିବାର ନାହିଁ। ମତେ ବିଜୟ କହିଲା ତା ନା ମିଟୁ, ସେ କାମ କଥା ପଚାରିଦେଲା। ମୁଁ କହିଲି ଅଶୋକର ପୁଅ କିଏ ରେ? ତା ନା ମିଟୁ। ସେମିତି ସବୁ ଆମେ ଆଦାୟ କରିଦେବୁ ଅନ୍ୟ ଲୋକର କାମରେ କିଏ ଦେବ। ପ୍ରଭୁ ଆପଣଙ୍କୁ ମତେ ଅନୁଗ୍ରହ କରନ୍ତୁ। ଉପଦେଶ ବହୁତ, ସେଥିପାଇଁ ଲୋକମାନେ ଏତେ ଦିନ ଯାଏ ଖ୍ରୀଷ୍ଟିଆନ ହଉନାହାନ୍ତି। ଆପଣଙ୍କ ପାଖରେ ଥିବା ଲୋକମାନେ ପ୍ରଭୁଙ୍କୁ ଜାଣୁନାହାନ୍ତି, ପ୍ରଭୁଙ୍କୁ ବୁଝୁନାହାନ୍ତି। ତେଣୁକରି ଆମେ ଉପଦେଶ ଦେବା ଲୋକ, ଆମେ ନିଜକୁ ଉପଦେଶ ଦେବା। ଆଉ ଯଦି ଶରୀରର ପ୍ରୟୋଜନ ଅଛି ତାହେଲେ ଆମେ ତାର ପ୍ରୟୋଜନୀୟ ଦେଇ ତାକୁ କହିବା ବାବାରେ ଯା ପ୍ରଭୁଙ୍କ ନିକଟରେ ନିବେଦନ କରିବୁ, ଧନ୍ୟବାଦ ଦେବୁ, ପ୍ରଭୁଙ୍କ ନିକଟରେ ଧନ୍ୟବାଦ ଦେବୁ, ପ୍ରଭୁ ଏହା କରିଦେଲେ ବୋଲି। ପ୍ରଭୁ ଆପଣଙ୍କୁ ମତେ ଅନୁଗ୍ରହ କରନ୍ତୁ। ଆସୁ ପରକୁ ଉପଦେଶ ଦେବା ସହିତ ଉପକାର କରିବା, ଦେଲେ ପ୍ରଭୁ ଆମକୁ ଆଶୀର୍ବାଦ କରିବେ, ଅନୁଗ୍ରହ କରିବେ। 120 ଟଙ୍କା ମାନସ କହିଥିଲା, ସେ ମୋ ପାଖରୁ 110 ଟଙ୍କା ନେଲା। ମୁଁ ଜାଣିନି, ମୁଁ ଆଜି ବି ତାକୁ କହିଲି କଣ 120 କହୁଥିଲୁ 110 ନେଲା? କି ମାଛ ନେଇଥିଲା କି 3 କେଜି ମାଛ କହିଲୁ, ଆଉ 110 ଟଙ୍କା କି ମାଛ? ସେ କହିଲା ନାଇଁ ସେ ଗୋଟେ ମାଛ ହେଲା, ବଡ଼ ମାଛ ସେ ଦେଇଥିଲା 300 ଟଙ୍କା ନା କେତେ ଦେଇଥିଲା, ଆଉ କେତେ ଦେଇଥିଲା। ପ୍ରଭୁ ଆସୁ ଆମେ এই প্রকার ভাবে ଆମର যেহেতু সে হচ্ছে খ্রিস্ট ধর্মাবলম্বী, ସେଥିପାଇଁ ଆମେ ସାହାଯ୍ୟ କରୁ। ହିନ୍ଦୁ ମାନେ ତମେ ସେମିତି ସାହାଯ୍ୟ କର, ମୁସଲିମ ମାନେ ଯୋଉମାନେ ଠକୁଛନ୍ତି ତମେ ସାହାଯ୍ୟ କର। ଦେଖିବ ସଂସାରରେ ସବୁ ବିଷୟ ଠିକ ଠାକ ହେଇଯିବ। ଆଉ ଖ୍ରୀଷ୍ଟିଆନ ମାନେ ଯଦି ଏ ପ୍ରକାର ଆମେ କରିବା, ଆଉ ଯଦି ତାର ବାଟରେ ଘାଟରେ ମୋର ଦେଖାଗଲା ପରେ ବାବା ଯଦି ମାଛ ତୁ ନ କିଣି ପାରିବୁ ତୁ ମତେ କହିବୁ, ଆସିବୁ ମାଛ ନେଇକି ତ ଘରକୁ ଯିବୁ, ଆଉ ଠକିବୁନି ତୁ। ହୁଏତ ଏଇ କଥାରେ ହୁଏତ ସେ ଯଦି ମୂଢ ମୂର୍ଖ ହେଇଥିବ ରାଗିବ, ଆଉ ଯଦି ବଡ଼ ପିଲା ହେଇଥିବ ସୁଧାରିବ। ତ এই ପ୍ରକାର ଭାବରେ ଆସୁ ଆମେ ପରକୁ ଯଦି ଉପଦେଶ ଦଉଛୁ, ଆଉ ଆମେ ଉପଦେଶ ଦଉଛୁ, ସେଥିପାଇଁ ଆମେ ଏ ପ୍ରକାର କାମ କରୁଛୁ। ପ୍ରଭୁଙ୍କର ଆମକୁ ଉନ୍ନତ ଉଚ୍ଚୀକୃତ କରୁଛୁ। ମାନସ ବେହେରା ଯେତେବେଳେ ପଚାରିଲା, ଆରେ ଭାଇ ତୁ ଦେଲୁ କାରଣ କଣ କହିଲୁ? ଆଜି ମତେ କହିଲୁ। ମାନେ କାରଣ ହଉଛି କାଳେ ସେ ସୁଧୁରି ଯିବ ନା, ସେ ଗୁଡାକ ସୁଧୁରିବେ କିନ୍ତୁ ସାର୍ ସେ ଗୁଡାକ ସୁଧାରିବେ। ଦେଖାଯାଉ ଆଗକୁ କଣ ହଉଛି। ମାତ୍ର ଆମେ ଏ ପ୍ରକାର ଦୃଢ ପଦକ୍ଷେପ ନେବା,
भिन्न भिन्न पदक्षेप नवा प्रभु को नाम को उन्नत उच्चीकृत करवा पर को उपदेश दउछु उपकार पाई आ जदि उपकार करबा पाई चाहछु ताले निज आड़ को नहीं जाऊ मु भूल रे होए तो देई तेन करी से गरीब लोकटे काई की हैरान हो तार से भी गरीब से भी धनी न से भी गरीब किंतु संसार रे सठिक विषय करबा पाई ए प्रकार हमको पदक्षेप नवा को द्वारा प्रभुଙ୍କର ଉପକାର ଅନ୍ୟମାନଙ୍କ ନିକଟରେ ପହଞ୍ଚିବ ପ୍ରଭୁଙ୍କର ନାମ ଉନ୍ନତ ଉଚ୍ଚୀକୃତ ହେବ। ପ୍ରାର୍ଥନା କରିବେ।